Hello everyone, welcome back to my YouTube channel Rajashree Tutorials. Dear students, আজি ଆମେ ଅଷ୍ଟମ ଶ୍ରେଣୀ ବୀଜଗଣିତର ଦ୍ୱିତୀୟ ଅଧ୍ୟାୟ ପରିମେୟ ସଂଖ୍ୟା ଉପରେ ଆଲୋଚନା କରିବା। ମୁଖ୍ୟ ଆଲୋଚ୍ୟ ବିଷୟ ଗୁଡ଼ିକ ହେଲା ଗଣନ ସଂଖ୍ୟା ବା ସ୍ୱାଭାବିକ ସଂଖ୍ୟା ନ୍ୟାଚୁରାଲ ନମ୍ବର୍ସ, ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ଏକ୍ସଟେଣ୍ଡେଡ ନ୍ୟାଚୁରାଲ ନମ୍ବର୍ସ ବା ହୋଲ୍ ନମ୍ବର୍ସ, ପୂର୍ଣ୍ଣ ସଂଖ୍ୟା ଇଣ୍ଟିଜର୍ସ, ପରିମେୟ ସଂଖ୍ୟା ରେଶନାଲ ନମ୍ବର୍ସ। ପରିମେୟ ସଂଖ୍ୟାର ଧର୍ମ ପ୍ରପର୍ଟିଜ ଅଫ୍ ରେଶନାଲ ନମ୍ବର୍ସ, ସମବୃତ୍ତି ନିୟମ କ୍ଲୋଜର ଲ, କ୍ରମ ବିନିମୟ ନିୟମ କମ୍ୟୁଟେଟିଭ ଲ, ସହଯୋଗୀ ନିୟମ ଆସୋସିଏଟିଭ ଲ। ଶୂନର ତାତ୍ପର୍ଯ୍ୟ ରୁଲ୍ ଅଫ୍ ଜିରୋ, ସଂଖ୍ୟା ଏକର ତାତ୍ପର୍ଯ୍ୟ ରୁଲ୍ ଅଫ୍ ଦି ନମ୍ବର ୱାନ୍, ସଂଖ୍ୟାର ଯୋଗାତ୍ମକ ବିଲୋମୀ additive inverse of a number, ସଂଖ୍ୟାର ବ୍ୟୁତ୍କ୍ରମ reciprocal of a number ଓ ବଣ୍ଟନ ନିୟମ ବା distributive law। ସର୍ବପ୍ରଥମେ ଆମେ ଗଣନ ସଂଖ୍ୟା ବା ସ୍ୱାଭାବିକ ସଂଖ୍ୟା ବା ନ୍ୟାଚୁରାଲ ନମ୍ବର୍ସ କାହାକୁ କୁହାଯାଏ ଜାଣିବା। ଯେଉଁ ସଂଖ୍ୟାକୁ ବ୍ୟବହାର କରି ମଣିଷ ଗଣିବା କାର୍ଯ୍ୟ କରିଥାଏ ତାହାକୁ ଗଣନ ସଂଖ୍ୟା ବା ନ୍ୟାଚୁରାଲ ନମ୍ବର୍ସ କୁହାଯାଏ। ଏହି ଗଣନ ସଂଖ୍ୟା ସମୂହର ସେଟ୍କୁ ଇଂରାଜୀ ବର୍ଣ୍ଣମାଳାର ବଡ଼ ଅକ୍ଷର n ଦ୍ୱାରା ଚିହ୍ନଟ କରାଯାଇଥାଏ। ତେବେ n ସେଟ୍ର ଉପାଦାନ ଗୁଡ଼ିକ ହେଲେ 1, 2, 3, 4 ଇତ୍ୟାଦି। ବର୍ତ୍ତମାନ ଆମେ ଜାଣିବା ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ଏକ୍ସଟେଣ୍ଡେଡ ନ୍ୟାଚୁରାଲ ନମ୍ବର୍ସ ବା ହୋଲ୍ ନମ୍ବର୍ସ। ଶୂନ ସମେତ ସମସ୍ତ ଗଣନ ସଂଖ୍ୟା ସମୂହକୁ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା କୁହାଯାଏ। ଏହି ସଂଖ୍ୟା ସମୂହକୁ n ଷ୍ଟାର ବା w ଦ୍ୱାରା ଚିହ୍ନିତ କରାଯାଏ ଏବଂ ଏହି ସେଟ୍ର ଉପାଦାନ ଗୁଡ଼ିକ ହେଲେ 0, 1, 2, 3, 4 ଇତ୍ୟାଦି। ବର୍ତ୍ତମାନ ଆମେ ଜାଣିବା ପୂର୍ଣ୍ଣ ସଂଖ୍ୟା ବା ଇଣ୍ଟିଜର୍ସ କ'ଣ। ଶୂନ ସମେତ ସମସ୍ତ ଧନାତ୍ମକ ଗଣନ ସଂଖ୍ୟା ଓ ଋଣାତ୍ମକ ଗଣନ ସଂଖ୍ୟା ସମୂହକୁ ପୂର୍ଣ୍ଣ ସଂଖ୍ୟା କୁହାଯାଏ ଓ ପୂର୍ଣ୍ଣ ସଂଖ୍ୟା ସମୂହର ସେଟ୍କୁ ଇଂରାଜୀ ବଡ଼ ଅକ୍ଷର z ଦ୍ୱାରା ଚିହ୍ନଟ କରାଯାଇଥାଏ। ଏହି ସେଟ୍ର ଉପାଦାନ ଗୁଡ଼ିକ ହେଲେ ସମସ୍ତ ଋଣାତ୍ମକ ଗଣନ ସଂଖ୍ୟା, ଶୂନ ଓ ସମସ୍ତ ଧନାତ୍ମକ ଗଣନ ସଂଖ୍ୟା ସମୂହ। z ସେଟ୍ଟି ଏକ ଅସୀମ ସେଟ୍ ଅଟେ। ଏହି z ଅକ୍ଷରଟି ଜର୍ମାନ ଶବ୍ଦ ଜାଲେନରୁ ଆସିଛି ଯାହାର ଅର୍ଥ ହେଉଛି ସଂଖ୍ୟା। ଉଭୟ n ସେଟ୍ ଓ z ସେଟ୍ ଅସୀମ ସେଟ୍ ଅଟନ୍ତି। n z ସେଟ୍ର ଏକ ଉପସେଟ୍ ଅଟେ। ବର୍ତ୍ତମାନ ଆମେ ଜାଣିବା ପରିମେୟ ସଂଖ୍ୟା କ'ଣ। ଯଦି p ଓ q ଦୁଇଗୋଟି ପୂର୍ଣ୍ଣ ସଂଖ୍ୟା ଓ q ନଟ୍ ଇକ୍ୱାଲ୍ ଟୁ 0 ତେବେ p ବା qକୁ ପରିମେୟ ସଂଖ୍ୟା କୁହାଯାଏ। ସମସ୍ତ ପରିମେୟ ସଂଖ୍ୟାର ସେଟ୍କୁ ଇଂରାଜୀ ବଡ଼ ଅକ୍ଷର q ସଂକେତ ଦ୍ୱାରା ପ୍ରକାଶ କରାଯାଏ। q ସେଟ୍ ମଧ୍ୟ ଏକ ଅସୀମ ସେଟ୍ ଅଟେ। n zର ଏକ ସବସେଟ୍ ଓ z qର ଏକ ସବସେଟ୍ ଅଟେ। ଯେକୌଣସି ପୂର୍ଣ୍ଣ ସଂଖ୍ୟା m ଏକ ପରିମେୟ ସଂଖ୍ୟା କାରଣ mକୁ m/1 ରୂପରେ ପ୍ରକାଶ କରାଯାଇପାରେ। ଶୂନ ମଧ୍ୟ ଏକ ପରିମେୟ ସଂଖ୍ୟା। ବର୍ତ୍ତମାନ ଆମେ ବିଭିନ୍ନ ସଂଖ୍ୟା ଓ ସେମାନଙ୍କର ଧର୍ମ, କେଉଁ ସଂଖ୍ୟା କେଉଁ ଧର୍ମ ପାଳନ କରେ ଓ କେଉଁ ଧର୍ମ ପାଳନ କରେ ନାହିଁ ସେ ବିଷୟରେ ଆଲୋଚନା କରିବା। ଏଠାରେ ଆମେ ଆଲୋଚନା କରିବା ସମବୃତ୍ତି ନିୟମ, କ୍ରମ ବିନିମୟ ନିୟମ ଓ ସହଯୋଗୀ ନିୟମ। ସର୍ବପ୍ରଥମେ ଆମେ ଆଲୋଚନା କରିବା ସ୍ୱାଭାବିକ ସଂଖ୍ୟା ଏବଂ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟାରେ ସମବୃତ୍ତି ନିୟମ। ସ୍ୱାଭାବିକ ସଂଖ୍ୟା ଏବଂ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ଏବଂ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା।
सो माय डियर स्टूडेंट्स, आज आमे स्वाभाविक संख्या एवं संप्रसारित स्वाभाविक संख्या जोग क्रियारे समृद्धि नियम पालन करे कि नाही ताहा आमे वर्तमान परीक्षा करिबा। तेबे प्रथमे आमे दुईटी स्वाभाविक संख्या नेबा, जेपरिकी गोटे हला 1, गोटे हला 1 ओ अन्यटी हला 5। तेबे पिला माने योग क्रिया रे आमे समृद्धि नियम परीक्षा करूछु। तो आमे कोन करिबा 1 और 5 रो जोगफल 1 और 5 को आमे जोग करिले जोगफलटी हे जाउछि पिला माने 6। तेबे एठारे देख 1 और 5 रो जोगफल 1 गोटे स्वाभाविक संख्या, 5 गोटे स्वाभाविक संख्या। उभय स्वाभाविक संख्यार जोगफल मध्य गोटे स्वाभाविक संख्या हेला। एणु स्वाभाविक संख्या क्षेत्र रे जोग क्रिया समृद्धि नियम पालन करे। कि नियम? समृद्धि नियम। समृद्धि नियम बा जाहाकू इंग्राजी रे क्लोजर लॉ कहा जाए, ताहा स्वाभाविक संख्या पालन करूछि। अन्य उदाहरण माने आमे नहीं पारिबा पिला माने, तुमे जे कोनोसी स्वाभाविक संख्या दुईटी नेबो। धरो आमे वर्तमान नेला, धरो आमे वर्तमान नेबा 7 + 8 15। देखो एठारे मध्य दुईटी स्वाभाविक संख्यार जोगफल एक स्वाभाविक संख्या हेला। तो ए उदाहरण द्वयरु आमे जानिले स्वाभाविक संख्या जोग क्रियारे समृद्धि नियम पालन करूछि एवं यह संप्रसारित स्वाभाविक संख्या पाई मध्य प्रयोज्य। कारण 0 + 5 करिले आमे 5 हेउछि। तो उभय स्वाभाविक संख्या एवं संप्रसारित स्वाभाविक संख्या जोग क्रियारे समृद्धि नियम पालन करे। वर्तमान आमे वियोग प्रक्रिया को जीवा। वियोग प्रक्रिया वर्तमान आमे वियोग प्रक्रिया पढ़िबा। वियोग प्रक्रिया दुईटी स्वाभाविक संख्या हेले 5 और 3 वियोग करिबा पिला माने, तो वियोग फल हे जीवो 2। अन्य उदाहरण आमे नेबा 3 वियोग 5।
केते हबो पिला माने एठारे -2। एई दुही उदाहरण को लक्ष्य कर। देखिब प्रथमटीरे दुईटी स्वाभाविक संख्यार वियोगफल मध्य एक स्वाभाविक संख्या हेउछि और द्वितीय उदाहरण रे तुमे लक्ष्य कर पिला माने दुईटी स्वाभाविक संख्यार वियोगफल एक स्वाभाविक संख्या हेउ नाही। एणु एई उदाहरण द्वय को परीक्षा करिबा परे आमे जानिले वियोग प्रक्रिया संवृत्ति नियम पालन करे नाही। संवृत्ति नियम पालन करे नाही, पालन करे नाही। तुमे माने आहुरी उदाहरण नै निजे परीक्षा करि पारिबो। स्वाभाविक संख्या सेट री वियोग संवृत्ति नियम पालन करे नाही एवं संप्रसारित स्वाभाविक संख्या पाई मध्य एहा प्रयोज्य अटे। तेबे पिला माने आमे नेक्स्ट प्रक्रिया गुणन क्रिया को जीवा। गुणन क्रिया दुईटी स्वाभाविक संख्या नेबा धर 2 और 4 गुणन करिले गुणफल हेउछि 2 4 8। आ गोटे उदाहरण 3 गुणन 7 21। आ उदाहरण मध्य आमे नै परिबा पिला माने 4 गुणन 5 4 5 20। एठारे देख दुईटी स्वाभाविक संख्यार गुणफल एक स्वाभाविक संख्या हेउछि। तीनोटी जाक उदाहरण को लक्ष्य कर। तीनोटी जाक उदाहरण रे दुईटी स्वाभाविक संख्यार गुणफल एक स्वाभाविक संख्या हेउछि। एणु आमे लेखि पारिबा जदि ए ओ बी जे कोनोसी दुईटी स्वाभाविक संख्या होई थाए ताहेले ए गुणन बी समान ए बी सर्वदा एक स्वाभाविक संख्या हेबो। एणु पिला माने स्वाभाविक संख्या सेट रे गुणन क्रिया संवृत्ति नियम पालन करे। एथिरु आमे कोन जानिला स्वाभाविक संख्या सेट रे गुणन क्रिया संवृत्ति नियम पालन करे। ओ एहा संप्रसारित स्वाभाविक संख्या पाई मध्य प्रयोज्य अटे। वर्तमान आमे भाग क्रिया को परीक्षा करिबा। भाग क्रिया भाग क्रिया। सो माय डियर स्टूडेंट्स आमे कौन करिबा दुईटी स्वाभाविक संख्यार उदाहरण नेबा। 8 हरण 4 कले भागफल हेइ जिउछि 2 किंतु 5 हरण 8 समान 5/8 5 विभक्तक 8 बा याकू आमे जदि दशमिक रे परिणत करिबा एते जीव पिला माने 8 800
ଆଠ 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 କେତେ ଯିବ ଟିକିଏ କରିଲ? 5 ହରଣ 8 0.0 848 10ରୁ 8 ଗଲା 2 ପୁଣି 0 ଦେବା 8 ଦୁणे 16 ପୁଣି 4 ରହିଲା 8 ପଞ୍ଚା 40 40ରୁ 40 ଗଲା 0। ତ ପିଲାମାନେ 5/8କୁ ଆମେ ଯଦି ଦଶମିକରେ ପରିଣତ କରିବା ତାହେଲେ କେତେ ବାହାରୁଛି? 0.625 0.625 କେତେ ବାହାରୁଛି? 0.625। ତେବେ ଦେଖ ଏଇ ଦୁଇ ଉଦାହରଣକୁ ଲକ୍ଷ୍ୟ କର। ଦେଖିବ ଦୁଇଟି ସ୍ୱାଭାବିକ ସଂଖ୍ୟାର ହରଣ କ୍ରିୟା ବା ଭାଗ କ୍ରିୟାରେ ଆମେ ଗୋଟିଏ ଭାଗଫଳ ଏକ ସ୍ୱାଭାବିକ ସଂଖ୍ୟା ମିଳିଛି ପ୍ରଥମ ଉଦାହରଣରେ, କିନ୍ତୁ ଦ୍ୱିତୀୟ ଉଦାହରଣକୁ ଲକ୍ଷ୍ୟ କର। ଦେଖିବ ଏଠାରେ ଦୁଇଟି ସ୍ୱାଭାବିକ ସଂଖ୍ୟାର ଭାଗ କ୍ରିୟାରେ ଭାଗଫଳ ଏକ ସ୍ୱାଭାବିକ ସଂଖ୍ୟା ହେଇନାହିଁ। ତେଣୁ ପିଲାମାନେ ସ୍ୱାଭାବିକ ସଂଖ୍ୟା ସେଟରେ ଭାଗ କ୍ରିୟା ସମୃତ୍ତି ନିୟମ ପାଳନ କରେ ନାହିଁ। ସମୃତ୍ତି ନିୟମ ପାଳନ କରେ ନାହିଁ। ପାଳନ କରେ ନାହିଁ ଓ ଏହା ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ପାଇଁ ମଧ୍ୟ ପ୍ରଯୁଜ୍ୟ ଅଟେ। ପିଲାମାନେ ଆମେ କ'ଣ ଜାଣିଲେ? କେଉଁ କେଉଁ କ୍ରିୟାରେ ସମୃତ୍ତି ନିୟମ ପାଳନ ହେଉଛି ସ୍ୱାଭାବିକ ସଂଖ୍ୟା କ୍ଷେତ୍ରରେ। ତେବେ ବର୍ତ୍ତମାନ ଜାଣିନେବା। ଦେଖ, ଯୋଗ କ୍ରିୟା ପାଳନ କରୁଛି କି ନାହିଁ? ବିୟୋଗ କ୍ରିୟା ଗୁଣନ କ୍ରିୟା ଓ ଭାଗ କ୍ରିୟା। ଯୋଗ କ୍ରିୟା ସମୃତ୍ତି ନିୟମ ପାଳନ କରୁଛି। ବିୟୋଗ କ୍ରିୟା ସମୃତ୍ତି ନିୟମ ପାଳନ କରୁ ନାହିଁ। ଗୁଣନ କ୍ରିୟାରେ ସମୃତ୍ତି ନିୟମ ପାଳନ କରୁଛି ଏବଂ ଭାଗ କ୍ରିୟାରେ ସମୃତ୍ତି ନିୟମ ପାଳନ କରୁ ନାହିଁ। ତ ସମସ୍ତେ ବୁଝିଲ ପିଲାମାନେ? ସ୍ୱାଭାବିକ ସଂଖ୍ୟା ଏବଂ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା କ୍ଷେତ୍ରରେ କେଉଁ କେଉଁ ପ୍ରକ୍ରିୟାରେ ସମୃତ୍ତି ନିୟମଟି ପାଳନ ହେଉଛି ଏବଂ କେଉଁ କେଉଁ ପ୍ରକ୍ରିୟାରେ ସମୃତ୍ତି ନିୟମ ପାଳନ ହେଉନାହିଁ। ବର୍ତ୍ତମାନ ପିଲାମାନେ ପୂର୍ଣ୍ଣ ସଂଖ୍ୟା ସେଟରେ ବିଭିନ୍ନ ବୀଜଗାଣିତିକ ପ୍ରକ୍ରିୟା ପାଇଁ ସମୃତ୍ତି ନିୟମ ସମ୍ବନ୍ଧୀୟ ଆଲୋଚନା କରିବା। ପୂର୍ଣ୍ଣ ସଂଖ୍ୟା
ତେବେ ପ୍ରଥମ ପ୍ରକ୍ରିୟାଟି ଯୋଗ କ୍ରିୟା। ଦୁଇଟି ପୂର୍ଣ୍ଣ ସଂଖ୍ୟା ନେବା, ଯେପରି 0 ଓ 5 ର ଯୋଗଫଳ 5। ଆଉ ଗୋଟିଏ ଉଦାହରଣ 7 + 5 12। ପିଲାମାନେ ତୁମେ ଆହୁରି ମଧ୍ୟ ଉଦାହରଣ ନେଇପାରିବ, ଯେପରି 6 + 10 = 16। ତେବେ ଦେଖ ପିଲାମାନେ, ଏ ତିନୋଟି ଯାକ ଉଦାହରଣକୁ ଲକ୍ଷ୍ୟ କର। ଦୁଇ ଗୋଟି ପୂର୍ଣ୍ଣ ସଂଖ୍ୟାର ଯୋଗଫଳ ଏକ ପୂର୍ଣ୍ଣ ସଂଖ୍ୟା ହେଉଛି। ତ ଆମେ ଯେକୌଣସି ଦୁଇଟି ପୂର୍ଣ୍ଣ ସଂଖ୍ୟା a ଓ b ନେବା, a ଓ b ର ଯୋଗଫଳ ସର୍ବଦା ଏକ ପୂର୍ଣ୍ଣ ସଂଖ୍ୟା ହେବ। ଏଣୁ ପୂର୍ଣ୍ଣ ସଂଖ୍ୟା ସେଟ୍ରେ ଯୋଗ କ୍ରିୟା ସମୃଦ୍ଧି ନିୟମ ପାଳନ କରେ। ଏଥିରୁ ଆମେ କ'ଣ ଜାଣିଲେ? ପୂର୍ଣ୍ଣ ସଂଖ୍ୟା ସେଟ୍ରେ ଯୋଗ କ୍ରିୟା ସମୃଦ୍ଧି ନିୟମ ପାଳନ କରେ। ସମୃଦ୍ଧି ନିୟମ ପାଳନ କରେ। ସମୃଦ୍ଧି ନିୟମ ପାଳନ କରେ। ତାପରେ ଆମେ ବିୟୋଗ କ୍ରିୟାକୁ ଯିବା। ଠିକ୍ ସେହିପରି ଭାବରେ ଆମେ ଉଦାହରଣ ନେଇ ପରୀକ୍ଷା କରିବା ବିୟୋଗ କ୍ରିୟାର। ବିୟୋଗ କ୍ରିୟା ଦୁଇ ଗୋଟି ପୂର୍ଣ୍ଣ ସଂଖ୍ୟା ନେବା, ତାକୁ ବିୟୋଗ କରିବା। 5 + 2 = 3। 2 + 5 = -3। 6 + 9 = -3। 9 + 6 = 3। ଏଠାରେ ଲକ୍ଷ୍ୟ କର ପିଲାମାନେ, 4 ଗୋଟି ଉଦାହରଣ ଅଛି। ପ୍ରତ୍ୟେକ ଉଦାହରଣରେ ଆମେ ଦୁଇ ଗୋଟି ପୂର୍ଣ୍ଣ ସଂଖ୍ୟାକୁ ବିୟୋଗ କରିଛେ ଏବଂ ବିୟୋଗ ଫଳଟି ଏକ ପୂର୍ଣ୍ଣ ସଂଖ୍ୟା ପାଇଛୁ। ତେବେ ଆମେ ଏଠାରେ ଜାଣିଲେ ଯେକୌଣସି ଦୁଇଟି ପୂର୍ଣ୍ଣ ସଂଖ୍ୟା ନେବା, a ଓ b, ସେମାନଙ୍କର ବିୟୋଗ ଫଳ ସର୍ବଦା ଏକ ପୂର୍ଣ୍ଣ ସଂଖ୍ୟା ହେବ। ପୂର୍ଣ୍ଣ ସଂଖ୍ୟା ହେବ। ଏଣୁ ପୂର୍ଣ୍ଣ ସଂଖ୍ୟା ସେଟ୍ରେ ବିୟୋଗ ପ୍ରକ୍ରିୟା ସମୃଦ୍ଧି ନିୟମ ପାଳନ କରେ। ପୂର୍ଣ୍ଣ ସଂଖ୍ୟା ସେଟ୍ରେ ବିୟୋଗ କ୍ରିୟା ସମୃଦ୍ଧି ନିୟମ ପାଳନ କରେ। ବର୍ତ୍ତମାନ ପିଲାମାନେ ଆମେ ଗୁଣନ କ୍ରିୟାକୁ ପରୀକ୍ଷା କରିବା। ଗୁଣନ କ୍ରିୟାରେ ଦେଖ, ଠିକ୍ ସେହିପରି ଭାବରେ ଆମେ ଦୁଇ ଗୋଟି ପୂର୍ଣ୍ଣ ସଂଖ୍ୟା ନେବା। ଗୁଣନ କ୍ରିୟା
ଦୁଇ ଗୋଟି ପୂର୍ଣ୍ଣ ସଂଖ୍ୟା ନେବା ଓ ପରୀକ୍ଷା କରିବା। ଧର 0 ଗୁଣନ 3 ସମାନ 0, 3 ଗୁଣନ 7 ସମାନ 21, 4 ଗୁଣନ 5 ସମାନ 20, 9 ଗୁଣନ 8 ସମାନ 72। ଏଠାରେ ଲକ୍ଷ୍ୟ କର ପିଲାଏ, ଚାରୋଟି ଯାକ ଉଦାହରଣରେ ଆମେ ପ୍ରତ୍ୟେକ ଉଦାହରଣରେ ଦୁଇ ଗୋଟି ପୂର୍ଣ୍ଣ ସଂଖ୍ୟାକୁ ଗୁଣନ କରିଛୁ ଏବଂ ଗୁଣଫଳ ଏକ ପୂର୍ଣ୍ଣ ସଂଖ୍ୟା ପାଇଛୁ। ପ୍ରତ୍ୟେକ ଉଦାହରଣରେ ଆମେ ଦୁଇ ଗୋଟି ପୂର୍ଣ୍ଣ ସଂଖ୍ୟାକୁ ଗୁଣନ କରିଛୁ ଏବଂ ଗୁଣଫଳ ଏକ ପୂର୍ଣ୍ଣ ସଂଖ୍ୟା ପାଇଛୁ। ଏଣୁ ଆମେ କହିପାରିବା ଯେ ଏ ଓ ବି ଯେକୌଣସି ଦୁଇଟି ପୂର୍ଣ୍ଣ ସଂଖ୍ୟା ହେଲେ ଏ ଗୁଣନ ବି ସମାନ ଏ ବି ମଧ୍ୟ ଏକ ପୂର୍ଣ୍ଣ ସଂଖ୍ୟା ହେବ। ପୂର୍ଣ୍ଣ ସଂଖ୍ୟା ହେବ। ଏଣୁ ଆମେ ଜାଣିଲେ ପୂର୍ଣ୍ଣ ସଂଖ୍ୟା ସେଟରେ ଗୁଣନ କ୍ରିୟା ସମୃଦ୍ଧି ନିୟମ ପାଳନ କରେ। ସମୃଦ୍ଧି ନିୟମ ପାଳନ କରେ। ତେବେ ବର୍ତ୍ତମାନ ଆମେ ଭାଗ କ୍ରିୟାକୁ ପରୀକ୍ଷା କରିବା। ଭାଗ କ୍ରିୟା। ପିଲାମାନେ ଆମେ କ'ଣ କରିବା? ଦୁଇ ଗୋଟି ପୂର୍ଣ୍ଣ ସଂଖ୍ୟାକୁ ହରଣ କରିବା। -14 ହରଣ 2 ସମାନ -7। 14 ହରଣ 2 ସମାନ 7। 5 ହରଣ 8 ସମାନ 5/8। ଏଠାରେ ଦେଖ ତିନି ଗୋଟି ଉଦାହରଣ ନିଆଯାଇଛି। ଏଠାରେ ପ୍ରତ୍ୟେକ ଉଦାହରଣରେ ଆମେ ଦୁଇଟି ପୂର୍ଣ୍ଣ ସଂଖ୍ୟାକୁ ହରଣ କରିଛୁ। ପ୍ରଥମରେ ଆମେ ଏକ ପୂର୍ଣ୍ଣ ସଂଖ୍ୟା ପାଇଛୁ, ଦ୍ୱିତୀୟରେ ମଧ୍ୟ ଆମେ ଏକ ପୂର୍ଣ୍ଣ ସଂଖ୍ୟା ପାଇଛୁ, କିନ୍ତୁ ତୃତୀୟ ଉଦାହରଣରେ ପିଲାମାନେ ଆମେ ଏକ ପୂର୍ଣ୍ଣ ସଂଖ୍ୟା ପାଇନାହିଁ। ଏହା ଏକ ଭଗ୍ନ ସଂଖ୍ୟା ଅଟେ। ଏଣୁ ପୂର୍ଣ୍ଣ ସଂଖ୍ୟା ସେଟରେ ଭାଗ କ୍ରିୟା ସମୃଦ୍ଧି ନିୟମ ପାଳନ କରେ ନାହିଁ। ସମୃଦ୍ଧି ନିୟମ ପାଳନ କରେ ନାହିଁ। ସମୃଦ୍ଧି ନିୟମ ପାଳନ କରେ ନାହିଁ। ତେବେ ପିଲାମାନେ ଆମେ ପୂର୍ଣ୍ଣ ସଂଖ୍ୟା ସେଟରେ ବିଭିନ୍ନ ବୀଜଗାଣିତିକ ପ୍ରକ୍ରିୟା ପାଇଁ ସମୃଦ୍ଧି ନିୟମ ସମ୍ବନ୍ଧୀୟ ପରୀକ୍ଷା ସବୁ କରିସାରିଛେ। ତେବେ ବର୍ତ୍ତମାନ ଆମେ ପୁଣି ଥରେ ଜାଣିନେବା କେଉଁ ପ୍ରକ୍ରିୟା ସମୃଦ୍ଧି ନିୟମ ପାଳନ କରୁଛି ଓ କେଉଁ ପ୍ରକ୍ରିୟା ସମୃଦ୍ଧି ନିୟମ ପାଳନ କରୁନାହିଁ। ଯୋଗ କ୍ରିୟା ସମୃଦ୍ଧି ନିୟମ ପାଳନ କରୁଛି। ବିଯୋଗ ପ୍ରକ୍ରିୟା ସମୃଦ୍ଧି ନିୟମ ପାଳନ କରେ। ଗୁଣନ କ୍ରିୟା ସମୃଦ୍ଧି ନିୟମ ପାଳନ କରେ, କିନ୍ତୁ ଭାଗ କ୍ରିୟା ସମୃଦ୍ଧି ନିୟମ ପାଳନ କରେ ନାହିଁ। ବର୍ତ୍ତମାନ ପିଲାମାନେ ଆମେ କ'ଣ କରିବା? ପରିମେୟ ସଂଖ୍ୟା କ୍ଷେତ୍ରରେ ବିଭିନ୍ନ
बीजगाणितिक प्रक्रिया पाई संवृत्ति नियम पालन करे ना नाही से संपर्क रे आलोचना करिबा। परिमेय संख्या परिमेय संख्या आमे पूर्वरु जानी सारिछे परिमेय संख्या काहाकू कहा जाए। तेबे पिला माने टिके मने पकाइल परिमेय संख्या काहाकू कहा जाए। जदि पी ओ क्यू दुई गोटी पूर्ण संख्या पी ओ क्यू यदि दुई गोटी पूर्ण संख्या ओ क्यू नॉट इज इक्वल टू 0 हेथिबो तेबे पी बाय क्यू को एक परिमेय संख्या कहा जाए। एक परिमेय संख्या कहा जाए। तेबे जानिल पिला माने परिमेय संख्या काहाकू कहा जाए। पी ओ क्यू दुईटी पूर्ण संख्या होइथिबे एवं क्यू इज नॉट इक्वल टू 0 होइथिबो तेबे पी बाय क्यू को एक परिमेय संख्या कहा जाए। तो परिमेय संख्यार सेट रे विभिन्न बीजगाणितिक प्रक्रिया संवृत्ति नियम पालन करुछंती ना नाही आमे वर्तमान परीक्षा करिबा। तेबे वर्तमान प्रथमे आमे कोन करिबा प्रथमे जोग क्रियार परीक्षा करिबा। दुई गोटी परिमेय संख्या नेबा धर आमे नेले 3/8 प्लस -5/7 दुई गोटी परिमेय संख्या 3/8 ओ -5/7 रो जोगफल आमे निर्णय करिबा। केते हबो पिला माने 8 7 रो लसागु हे गला 56 8 7 56 जेहेतु आमे 3 गुणन 7 करिबा 3 7 21 प्लस 5 8 40 -40 एठारे हबो समान केते हे जिवो एठारे -19/56 तो एठारे आमे दुईटी परिमेय संख्या जोग करिले एवं जोगफलटी मध्य एक परिमेय संख्या पाइली। ठीक सेहीपरि आमे अन्य उदाहरण मध्य नहीं पारिबा। आ गोटे उदाहरण नेबा पिला माने देख माइनस 3/8 -3/8 प्लस -4/5 एठारे मध्य आमे जोग करिबा 8 और 5 रो लसागु हे गला 40 8 45 एणु आमे -3 को 5 सहित गुणन कले आमे पाइबा -15 जोग 4 8 32 -32 समान केते हबो पिला माने माइनस माइनस
माइनस प्लस और माइनस पाखरे दिले माइनस हो जाए -15 -32 मिसिकी गला -47/40 एठारे मध्य दुई गोटी परिमेय संख्यार जोगफल एक परिमेय संख्या पाइली। एहिपरि भाବରେ तमे आहुरी मध्य उदाहरण नहीं निजे परीक्षा करि पारिबो एवं देखिबो प्रत्येक स्थल रे दुईटी परिमेय संख्यार जोगफल सर्वदा एक परिमेय संख्या ही हेबो। अर्थात आमे जदि कहि पारिबा ए ओ बी बिलोंग्स टू क्यू ता अर्थ ए ओ बी जदि दुईटी परिमेय संख्यार उपादान हेइथिबे क्यू क्यू सेट कहिले पिला माने परिमेय संख्यार सेट ए ओ बी जदि परिमेय संख्या सेट रो एक उपादान होइथिबे तेबे ए प्लस बी मध्य क्यू सेट रो एक उपादान हेइथिबे। एणु आमे जानिले परिमेय संख्या सेट रे जोग क्रिया संवृत्ति नियम पालन करे। संवृत्ति नियम पालन करे। नेक्स्ट आमे परिमेय संख्यार सेट रे वियोग क्रिया संवृत्ति नियम पालन करे ना नाही आमे परीक्षा करिबा। वियोग क्रिया एठारे मध्य आमे दुई गोटी परिमेय संख्यार उदाहरण नेबा एवं तार वियोगफल निर्णय करिबा। धर -5/7 -2/3 वियोगफल 7 + 3 रो लसागु ही गला 21 7 3 21 एणु आमे -5 गुणन 3 करिबा -5 गुणन 3 कली हेबो -15 वियोग 3 सता 21 एणु आमे 2 सता करिबा 14 -15 और -14 पिला माने तमे जानि छ माइनस 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 चिन्ह हुए एवं तार संख्या द्वय मिसी जाए एणु एटा हेबो -29/21 एटारे लक्ष्य करो दुईटी परिमेय संख्यार वियोगफल एक परिमेय संख्या हेउछि। ठीक सेहीपरि आमे आहुरी उदाहरण नहीं परीक्षा करि पारिबा। आउ एक उदाहरण पिला माने 1/2 -3/4 देख 2 और 4 रो लसागु 4 2 दूणे 4 एणु आमे 1 दूणे 2 करिबा -3 समान हे गला -1/4 एठारे मध्य पिला माने दुईटी परिमेय संख्यार वियोगफल एक परिमेय संख्या पाइले। एणु आमे जानिले परिमेय संख्या सेट टीरे वियोग क्रिया संवृत्ति नियम पालन करुछि। संवृत्ति नियम पालन करुछि। पालन करे अर्थात ए ओ बी बिलोंग्स टू क्यू हेले ए माइनस बी मध्य बिलोंग्स टू क्यू हेबो। तो आमे जानिले
ଯେ ପରିମେୟ ସଂଖ୍ୟା ସେଟ୍ଟିରେ ବିୟୋଗ କ୍ରିୟା ସମୃଦ୍ଧି ନିୟମ ପାଳନ କରି। ବର୍ତ୍ତମାନ ପିଲାମାନେ ଆମେ ଗୁଣନ କ୍ରିୟାର ପରୀକ୍ଷା କରିବା। ପରୀକ୍ଷା କରିବା ଯେ ପରିମେୟ ସଂଖ୍ୟାର ଗୁଣଫଲଟି ସମୃଦ୍ଧି ନିୟମ ପାଳନ କରୁଛି ନା ନାହିଁ। ଗୁଣନ କ୍ରିୟା। ଏଠାରେ ମଧ୍ୟ ଆମେ ଦୁଇଟି ପରିମେୟ ସଂଖ୍ୟା ନେବା। -2/3 ଗୁଣନ 4/5 ଗୁଣଫଲ ନିର୍ଣ୍ଣୟ କରିବା। ଗୁଣନ କ୍ଷେତ୍ରରେ କ'ଣ ହୁଏ? ହରକୁ ହର ସହିତ ଗୁଣାଯାଏ 3 ପଞ୍ଚା 15 ଓ ଲବକୁ ଲବ ସହିତ ଗୁଣାଯାଏ 2 ଚଉ 8 -8 ହେବ। ପିଲାମାନେ -8/15। ଆଉ ଗୋଟିଏ ଉଦାହରଣ 3/7 ଗୁଣନ 2/5 ସମାନ 7 ପଞ୍ଚା 35 3 ଦୁଣେ 6। ତେବେ ପିଲାମାନେ ଲକ୍ଷ୍ୟ କର, ଏଠାରେ ଦୁଇଟି ପରିମେୟ ସଂଖ୍ୟାର ଗୁଣଫଳ ଏକ ପରିମେୟ ସଂଖ୍ୟା ହେଉଛି। ଏଣୁ ଆମେ ଜାଣିଲେ ପରିମେୟ ସଂଖ୍ୟା ସେଟ୍ଟିରେ ଗୁଣନ କ୍ରିୟା ସମୃଦ୍ଧି ନିୟମ ପାଳନ କରି। ସମୃଦ୍ଧି ନିୟମ ପାଳନ କରି। ଅର୍ଥାତ୍ ଆମେ ଲେଖିପାରିବା A ଓ B belongs to Q ହେଲେ A ଗୁଣନ B ମଧ୍ୟ belongs to Q ହେବ। ଅର୍ଥାତ୍ A ଓ B ପରିମେୟ ସଂଖ୍ୟା ସେଟ୍ର ଏକ ଉପାଦାନ ହୋଇଥିଲେ A ଓ Bର ଗୁଣଫଲ ମଧ୍ୟ ପରିମେୟ ସଂଖ୍ୟା ସେଟ୍ର ଏକ ଉପାଦାନ ହେବ। ଏଣୁ ଏହି ପରୀକ୍ଷାରୁ ଆମେ ଜାଣିଲେ ଦୁଇଟି ପରିମେୟ ସଂଖ୍ୟାର ଗୁଣଫଲ ଏକ ପରିମେୟ ସଂଖ୍ୟା ହେବ ଏବଂ ପରିମେୟ ସଂଖ୍ୟା ସେଟ୍ଟିରେ ଗୁଣନ କ୍ରିୟା ସମୃଦ୍ଧି ନିୟମ ପାଳନ କରୁଛି। ବର୍ତ୍ତମାନ ପିଲାମାନେ ଆମେ ଭାଗକ୍ରିୟାର ପରୀକ୍ଷା କରିନେବା। ପରୀକ୍ଷା କରିବା ଯେ ଭାଗକ୍ରିୟା କ୍ଷେତ୍ରରେ ପରିମେୟ ସଂଖ୍ୟା ସମୃଦ୍ଧି ନିୟମ ପାଳନ କରୁଛି ନା ନାହିଁ। ଭାଗକ୍ରିୟା। ଏଠାରେ ମଧ୍ୟ ଆମେ ଉଦାହରଣ ନେଇ ପରୀକ୍ଷା କରିବା। ପ୍ରଥମ ଉଦାହରଣ ଦେଖ, -5/3 ହରଣ 2/5। ହରଣ କ୍ଷେତ୍ରରେ ତମେ ଜାଣିଛ ନା ହରଣ ଚିହ୍ନ ଗୁଣନରେ ପରିବର୍ତ୍ତନ ହୁଏ ଏବଂ ଦ୍ୱିତୀୟ ସଂଖ୍ୟାଟିର ବ୍ୟୁତ୍କ୍ରମ ହୋଇଯାଏ। এইটা হব -5/3 ଗୁଣନ 2/5ର ବ୍ୟୁତ୍କ୍ରମ ହୋଇ 5/2 ହୋଇଯିବ। ତାପରେ ଯେପରି ଗୁଣନ କରାଯାଏ ସେହିପରି ଭାବରେ ଗୁଣନ କରିନେବା। 3 ଦୁଣେ 6 5 ପଞ୍ଚା 25 -25। ଏଠାରେ ଲକ୍ଷ୍ୟ କର ପିଲାମାନେ, ଦୁଇଟି ପରିମେୟ ସଂଖ୍ୟାର ଭାଗଫଳ ମଧ୍ୟ ଏକ ପରିମେୟ ସଂଖ୍ୟା ହେଉଛି। ଆଉ ଏକ ଉଦାହରଣ ଆମେ ନେଇପାରିବା।
2/7 ହରଣ 5/3 ସମାନ 2/7 ଗୁଣନ 3/5 ସମାନ 3 ଦୁଣେ 6 5 7 5 35। ଏଠାରେ ମଧ୍ୟ ଭାଗଫଳ ଏକ ପରିମେୟ ସଂଖ୍ୟା ହେଉଛି। ତ ଉଭୟ ଉଦାହରଣକୁ ଲକ୍ଷ୍ୟ କଲେ ଆମେ ଦେଖୁଛୁ ଦୁଇଟି ପରିମେୟ ସଂଖ୍ୟାର ଭାଗଫଳ ସର୍ବଦା ଏକ ପରିମେୟ ସଂଖ୍ୟା ହିଁ ହେଉଛି। କିନ୍ତୁ ଆମେ ଯଦି ଯେକୌଣସି ଏକ ପରିମେୟ ସଂଖ୍ୟା a ନେବା ଏବଂ ହରଣ 0 କରିବା, ଏହା ନିରର୍ଥକ ଅଟେ ପିଲାମାନେ। ନିରର୍ଥକ କୌଣସି ପରିମେୟ ସଂଖ୍ୟାକୁ ଆମେ 0 ଦ୍ୱାରା ଭାଗ କରିପାରିବା ନାହିଁ। ୟାର ଅର୍ଥ ଏହା ନିରର୍ଥକ ଅଟେ, ଏହା ଅର୍ଥହୀନ ଅଟେ। ତେଣୁ ପରିମେୟ ସଂଖ୍ୟା ସେଟ୍ରେ ଭାଗକ୍ରିୟା ସମୃତ୍ତି ନିୟମ ପାଳନ କରେ ନାହିଁ। ସମୃତ୍ତି ନିୟମ ପାଳନ କରେ ନାହିଁ। ସମୃତ୍ତି ନିୟମ ପାଳନ କରେ ନାହିଁ। ମାତ୍ର 0କୁ ଛାଡ଼ିଦେଲେ ଅନ୍ୟ ପରିମେୟ ସଂଖ୍ୟା ଗୁଡ଼ିକ ପାଇଁ ଭାଗକ୍ରିୟା ସମୃତ୍ତି ନିୟମ ପାଳନ କରେ। 0କୁ ଛାଡ଼ିଦେଲେ ଅନ୍ୟ ପରିମେୟ ସଂଖ୍ୟା ଗୁଡ଼ିକରେ ଭାଗକ୍ରିୟା ସମୃତ୍ତି ନିୟମ ପାଳନ କରେ। କେବଳ 0 ପାଇଁ ଏହା ନିରର୍ଥକ ଓ ତେଣୁ ଆମେ କହିଛୁ ଯେ ପରିମେୟ ସଂଖ୍ୟା ସେଟ୍ରେ ଭାଗକ୍ରିୟା ସମୃତ୍ତି ନିୟମ ପାଳନ କରେ ନାହିଁ। ବର୍ତ୍ତମାନ ପିଲାମାନେ ସମସ୍ତେ ବୁଝିପାରିଥିବ ପରିମେୟ ସଂଖ୍ୟା ସେଟ୍ରେ ବିଭିନ୍ନ ବୀଜଗାଣିତିକ ପ୍ରକ୍ରିୟା ଗୁଡ଼ିକ ସମୃତ୍ତି ନିୟମ ପାଳନ କରୁଛି ନା ନାହିଁ। ଯୋଗ କ୍ରିୟା ସମୃତ୍ତି ନିୟମ ପାଳନ କରେ। ବିଯୋଗ କ୍ରିୟା ସମୃତ୍ତି ନିୟମ ପାଳନ କରେ। ଗୁଣନ କ୍ରିୟା ମଧ୍ୟ ସମୃତ୍ତି ନିୟମ ପାଳନ କରେ। ଭାଗକ୍ରିୟା ସମୃତ୍ତି ନିୟମ ପାଳନ କରେ ନାହିଁ। 0କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ପରିମେୟ ସଂଖ୍ୟା ଗୁଡ଼ିକ ପାଇଁ ଭାଗକ୍ରିୟା ସମୃତ୍ତି ନିୟମ ପାଳନ କରେ। ବର୍ତ୍ତମାନ ପିଲାମାନେ ଏହି ସାରଣୀଟି ତମେ ନିଜେ ପୂରଣ କର। ଆଜିର ଭିଡ଼ିଓଟି କିପରି ଲାଗିଲା ମତାମତ ନିଶ୍ଚୟ ଜଣାଇବ। ଥ୍ୟାଙ୍କ୍ସ ଫର୍ ୱାଚିଂ।